ଗଅଁଦିଆରେ ବିଶାଳ ହିନ୍ଦୁ ସମ୍ମିଳନୀ। ଶ୍ରୀ ବିଷ୍ଣୁ ସହସ୍ର ନାମ ମହାଯଜ୍ଞ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜନ୍ମ ଶତବାର୍ଷିକ ଉପଲକ୍ଷେ ଗଅଁଦିଆ ବ୍ଲକ ଗଅଁଦିଆସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ବିଶାଳ ହିନ୍ଦୁ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଗଣେଶ ଖୋଲା ମହାବୀର ଆଶ୍ରମର ମହନ୍ତ ବନବିହାରୀ ଦାସ ମହାରାଜ ମୁଖ୍ୟ ଅତିଥି, କପିଳାସ ପାଦଦେଶର ଆଶ୍ରମର ସନ୍ଥ ସତ୍ୟ ଚୈତନ୍ୟଜୀ, ଗୁଣ୍ଡୁରାପଶି ଆଶ୍ରମ ହରିବାବା ପଣ୍ଡିତ ଦିବାକର ନନ୍ଦ, ସନ୍ଥ ଦୁର୍ଯ୍ୟୋଧନ ଦାସ, ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସହ ଧର୍ମାଚାର୍ଯ୍ୟ ପ୍ରମୁଖ ମଳୟ କୁମାର ତ୍ରିପାଠୀ, ଢେଙ୍କାନାଳ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଅଶ୍ୱିନୀ କୁମାର ପତି ମଞ୍ଚାସୀନ ହୋଇଥିଲେ। ମଞ୍ଚ ପରିଚାଳନା କରିଥିଲେ ହିନ୍ଦୁ ସମ୍ମିଳନୀ ଆୟୋଜନ କମିଟିର ସଭାପତି ମଙ୍ଗରାଜ ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ କୁମାର ସିଂ, ସମାଜସେବୀ ତାପସ ରାଉତ, ପ୍ରକାଶ ବାରିକ, ଡମ୍ବରୁଧର ସେଠୀ, ଛାୟାକାନ୍ତ ସାହୁ, ରମାକାନ୍ତ ଦାସ, ମଳୟ ଜେନା, ଦିଲ୍ଲୀପ ରାଉତ, ଦାଶରଥୀ ବାବା, ପ୍ରଭାକର ବେହେରା ପ୍ରମୁଖ ମଞ୍ଚାସୀନ ସନ୍ଥ ସମାଜକୁ ପୁଷ୍ପମାଲ୍ୟ, ଚନ୍ଦନ ଉତ୍ତରୀୟ ପ୍ରଦାନ କରିଥିଲେ। ତ୍ରିବେଣୀ ଅମାବାସ୍ୟା ଦିନ ଆରମ୍ଭ ହୋଇଥିବା ବିଷ୍ଣୁ ସହସ୍ର ନାମ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ଶ୍ରୀକାନ୍ତ ଭୂତିଆ, ବୀଣାପାଣି ଭୂତିଆ ଯୋଗ ଦେଇଥିଲେ। ନିକଟସ୍ଥ ସ୍ୱପ୍ନେଶ୍ୱର ମନ୍ଦିର ପୁଷ୍କରଣୀରୁ ଶତାଧିକ ମହିଳା ଏବଂ ପୁରୁଷ ପୁଣ୍ୟ କଳସରେ ପାଣି ଆଣି କଳସ ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ସାରା ଜିଲ୍ଲାରେ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଜାନୁଆରୀ 30 ଯାଏଁ ଚାଲିବ ବୋଲି ପ୍ରାନ୍ତ ଧର୍ମାଚାର୍ଯ୍ୟ ସହ ପ୍ରମୁଖ ମଳୟ କୁମାର ତ୍ରିପାଠୀ କହିଛନ୍ତି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।